ଏଇ ଯୋଉ ଜିନିଷ ହେଲା ତାଙ୍କ ନାଁ ଉଠୁଛି, ତାଙ୍କ ମ୍ୟାନେଜର ହଉ ଅର୍ପିତା ଚୌଧୁରୀ ହଉ, ଏଇ ଯୋଉ ମାନଙ୍କ ନାଁ ଉଠୁଛି, ନିଶ୍ଚିତ କିଛି ଥିବ ନା ଆ ଭିତରେ। ଲୋକମାନେ କିଛି ତାଙ୍କୁ ପ୍ରି ପ୍ଲାନିଂରେ ପ୍ରେମାନନ୍ଦ ସାର୍ କହୁଛନ୍ତି ମାରିଛନ୍ତି, ସେ ଜାଣିଥିବେ ଆମଠୁ ସିନିୟର, ଆମଠୁ ଅଧିକା ସେମାନେ ମିଶିଛନ୍ତି। ଆମେ ହଁ, ତାଙ୍କ ମା ବି ସେ କଥା କହିଲେ, ଜାଣିଥିବେ ସେମାନେ। ମୁଁ ଫାଷ୍ଟ ଯେତେବେଳେ ଆଲବମ୍ କରିଥିଲି, ମୋର ଥିଲା ଝିଅନାଥ ଫୁଲ ବଗିଚା। ମୁଁ ଫାଷ୍ଟ ଯେତେବେଳେ କରିଥିଲି, ସେଟା ମୋର ଫାଷ୍ଟ ଗୀତ ଫାଷ୍ଟ ମାନେ ଷ୍ଟାର୍ଟ ହଉଥିଲା, ହ୍ୟୁମାନ ଭାଇ ଆସିଥିଲେ। ସେତେବେଳେ ଗୋଟେ ଟ୍ରେଣ୍ଡ ଥାଏ ଯେ ଗୋଟେ 1 ମିଲିୟନ, ଯୋଉ 1 ମିଲିୟନ ଯିବାଟା ବହୁତ କଷ୍ଟ ଥିଲା। ସେତେବେଳେ ମୋର ଯାଇଥିଲା 3 ମିଲିୟନ ଯାଇଥିଲା ମୋର ଝିଅନାଥ ଫୁଲ ବଗିଚା। ଏବେ ବି ଆପଣ ଦେଖିପାରିବେ ସ୍ମିତା ମ୍ୟୁଜିକ ମାରିକି। ତ ମୁଁ ସେ ଟାଇମରୁ ଭାଇଙ୍କ ସହିତ ମିଶିଛି। ତାପରେ ମୁଁ ନିଜେ ମ୍ୟୁଜିକ ଦେଲି, ନିଜେ ପ୍ରଡ୍ୟୁସ କଲି ମୋ ନିଜ ଗୀତକୁ, ହିଟ୍ ଦେଇଥିଲି। ମୋ ଜୁଇ ସଜାଲାଲ ଧନ ଅଭିବିଦ 4 ମିଲିୟନ ପାଖାପାଖି ମୋର ଆସିଛି। ତାପରେ ସତ ହେଲା କପାଳ, ବହୁତ ମୋର ପ୍ରାୟ ସ୍ୟାଡ ସଙ୍ଗ ସେ ବୋଲିଛନ୍ତି। କହିବାରେ କିଛି ନାହିଁ, ଲୋକମାନେ କିଛି ତାଙ୍କୁ ପ୍ରି ପ୍ଲାନିଂରେ ପ୍ରେମାନନ୍ଦ ସାର୍ କହୁଛନ୍ତି ମାରିଛନ୍ତି, ସେ ଜାଣିଥିବେ ଆମଠୁ ସିନିୟର, ଆମଠୁ ଅଧିକା ସେମାନେ ମିଶିଛନ୍ତି। ଆମେ ହଁ, ତାଙ୍କ ମା ବି ସେ କଥା କହିଲେ, ଜାଣିଥିବେ ସେମାନେ। କି ଆମେ ତ କହିପାରିବୁନୁ, କିନ୍ତୁ ଆମେ ଯେତିକି ଜାଣିଛୁ ଆଟଲିଷ୍ଟ ସେ ଜଣେ ଭଲ ମଣିଷ, ଭଲ ଲୋକ। ମାନେ ଭଲ ଲୋକ ମାନେ କ'ଣ, ସେ କାହାକୁ କିଛି କୁହନ୍ତିନି, ଆଉ ସମସ୍ତଙ୍କୁ ସାର୍ 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 କରି ଡାକନ୍ତି, ନମସ୍କାର ବି ହେଇ ପଡ଼ନ୍ତି। ମୁଁ ତାଙ୍କଠୁ 3 ବର୍ଷ ଜୁନିୟର, କିନ୍ତୁ ଆସିବେ କୁନେଇ ନମସ୍କାର ହେଇ ପଡ଼ିବେ। ସେଇ ସବୁ ଜିନିଷ ଗୁରା ମାନେ ଭାବିଲା ବେଳକୁ ମାନେ ଗୋଟେ କ'ଣ, ଗୋଟେ ଆଶ୍ଚର୍ଯ୍ୟ ଭଳିଆ ଲାଗୁଛି। ଆମେ କାମ କରୁଥିଲୁ, ମିଶୁଥିଲୁ, ବସୁଥିଲୁ, କିଛି ତାଙ୍କର ପଇସାର ବି ଅଭାବ ନଥିଲା। ଗୋଟେ ଗୀତରେ 10,000 କାର୍ଡ 15,000 ତାଙ୍କର ନେଉଥିବେ, ପଇସାର ଅଭାବ ନଥିଲା। ଏଇ ଯୋଉ ଜିନିଷ ହେଲା ତାଙ୍କ ନାଁ ଉଠୁଛି, ତାଙ୍କ ମ୍ୟାନେଜର ହଉ ଅର୍ପିତା ଚୌଧୁରୀ ହଉ, ଏଇ ଯୋଉ ମାନଙ୍କ ନାଁ ଉଠୁଛି, ନିଶ୍ଚିତ କିଛି ଥିବ ନା ଆ ଭିତରେ। ତ ନଥିଲେ ତ କେହି ଜଣେ ମିଛଟାରେ ଆସି ଜଣେ କହିଦଉନି ଏତେ ଦିନ ଜଣେ ଜଣଙ୍କ ପାଖରେ। ଆମେ ବି ଚାହୁଁଛୁ ତଦନ୍ତ କରାଯାଉ, ସେମାନଙ୍କୁ ଦେଖନ୍ତୁ, ଯାହାର ଭୁଲ ଅଛି ସେ ଭୁଲ ଲୋକଟାକୁ ହିଁ ଧରନ୍ତୁ। ପ୍ରଥମ ଭୁଲ, ଯେତେ ତାଙ୍କ ମାଆଙ୍କୁ ଯୋଉ ଖରାପ ଲାଙ୍ଗୁଏଜ କରି କହିଲେ, ଏଟା ତାଙ୍କ ପ୍ରଥମ ଭୁଲ। ସେ ଯାହା ବି ହଉ, ତାଙ୍କ ପୁଅ ମରିଯାଇଛି, ତାଙ୍କ ପୁଅ ପାଖରେ ତମେ କାମ କରୁଥିଲ, ତମର ସେତିକି ରାଇଟ୍ସ ନେଇକି ତମେ ମାଆଙ୍କୁ କହିବ, କାରଣ ତମ ପୁଅ ପାଖରୁ ପଇସା ନେଇକି ତମେ ଚଳୁଥିଲ। ତମେ କୋଟିପତି ହେଇଥାଅ, କିନ୍ତୁ ପୁଅ ପାଖରେ ତମେ କାମ କରୁଥିଲ ନା, ସେଟା ତାଙ୍କ ପ୍ରଥମ ଭୁଲ। କିନ୍ତୁ ବାକି ସିଏ ଯୋଉ କଥା କହୁଛନ୍ତି ଯେ ମୋ ପାଖରେ ଯାହା ପ୍ରୁଫ୍ ଅଛି ମୁଁ ଦେଖେଇ ପାରିବି, ମୁଁ ସବୁ କିଛି କହିପାରିବି, ହଁ ସେ ଦେଖାନ୍ତୁ, ଆମେ ବି ଚାହୁଁଛୁ ଦେଖାନ୍ତୁ। ସେ ପବ୍ଲିକ ଉପରେ କୁହନ୍ତୁ ଯେ ହଁ ହ୍ୟୁମାନ ଏଇଟା ଭୁଲ କରୁଥିଲେ କି ଏଇଟା ଠିକ କରୁଥିଲେ, ଲୋକ ଜାଣିବାକୁ ଚାହୁଁଛନ୍ତି। ଆଉ ସେମିତି ଛୋଟ ମୋଟ ଜଣେ ଲୋକ ନୁହଁ ଯିଏ ଲୋକ ଭୁଲିଯିବେ ସଡନ, ସେ ଲୋକଟା ଭୁଲିବା ପୁରା ଅସମ୍ଭବ। ଆଉ ସେ ଥିଲେ ଗୋଟେ କୋହିନୂର, ଏ ଜନ୍ମ କ'ଣ 7 ଜନ୍ମ ଗଲେ ସେଭଳିଆ ଗୀତ ଆସିବନି। ମମତା ଅଜିଜ ବୋଲିଛନ୍ତି, ଅଭିଜିତ ତାଙ୍କ ଦେହ ବି ଖରାପ, ସିଏ ବି ଅଛନ୍ତି, ହ୍ୟୁମାନ ହେଇଗଲ, ସମସ୍ତେ ପେଢି ପରେ ପେଢି ଯାଉଛନ୍ତି, ପେଢି ପରେ ପେଢି ମଧ୍ୟ ଆସୁଛନ୍ତି। କିନ୍ତୁ ଯୋଉ ଗୀତ ସେ ଛାଡି ଯାଇଛନ୍ତି, ସେ ଗୀତ ହୁଏତ ତାଙ୍କ ଜାଗାଟା କେହି ନେଇପାରିବେନି। ଟ୍ରେଣ୍ଡିଂ ଆସିବ ଯେତେବେଳେ ଆଲବମ୍ ପୁରା ଦବି ଯାଇଥିଲା ମାର୍କେଟ, ଲୋକ ଟିଭି ଦେଖୁନଥିଲେ, ଠିକ୍ ସେ ଆଲବମ୍ ଆସୁନଥିଲା। ତରଙ୍ଗ ମ୍ୟୁଜିକ ସେତେବେଳେ ଆଣିଥିଲା, ତାପରେ ହ୍ୟୁମାନ ଭାଇଙ୍କର ଗୋଟେ ପରେ କଣ୍ଟେଣ୍ଟ ଆସିଥିଲା, ଭଲ ସେତେବେଳେ ଚାଲିଥିଲା। କିନ୍ତୁ ପୁଣି ଏବେ ଦେଖନ୍ତୁ, ମୁଁ ଆଜି ଆପଣଙ୍କୁ ଗୋଟିଏ ପୁରା କ୍ଲିଅର କହୁଛି, ଯୋଉ କଥା ଆପଣ କୌଣସି ମିଡ଼ିଆରେ କେହି କହିନଥିବେ। ଗୀତର ଟ୍ରେଣ୍ଡିଂ ଏଇଠୁ ହିଁ ଏଣ୍ଡ ହେଲା। ୟା ପରେ ଲୋକ ଗୀତ ହିଁ ଶୁଣିବେନି। ଶୁଣିବେ, କିଛିଟା ଲୋକଙ୍କର ଗୀତ ଶୁଣିବେ, କିନ୍ତୁ 100ରୁ ଆପଣ ଯଦି କରିବେ, ଲୋକ 20%କୁ ପଳେଇ ଆସିବେ, 100ରୁ 100କୁ ଆଉ ଯିବେନି। କାରଣ ଲୋକ ଜାଣୁ ଆଉ କଳାକାର ମାନେ ଲାଇଫରେ ଦୁଃଖ ଅଛି। ଯେତେ କଳାକାର ଅଛନ୍ତି, ସେ ହିରୋ ହୁଅନ୍ତୁ, ସେ ହିରୋଇନ ହୁଅନ୍ତୁ, ସେ ସିଙ୍ଗର ହୁଅନ୍ତୁ, ସମସ୍ତଙ୍କ ଲାଇଫରେ ଦୁଃଖ ଅଛି। କୋଉ ଲୋକ ଏମିତି କହିପାରିବେନି ଗୋଟେ କଳାକାର ଲାଇଫରେ ସମସ୍ତଙ୍କ ଦୁଃଖ, କୋଉ କଳାକାରଙ୍କର ଦୁଃଖ ନାହିଁ ବୋଲି କିଏ କହିପାରିବେନି, ସମସ୍ତଙ୍କର ଅଛି। ତାଙ୍କର ବି ଥିଲା, ତାଙ୍କର ପଇସାର ଅଭାବ ନଥିଲା, କିନ୍ତୁ ତାଙ୍କ ନିଜ ଦୁଃଖଟା ସେ କାହା ସହିତ ସେୟାର କରିପାରୁନଥିଲେ। ଆମେ ବି ଚାହୁଁଛୁ ତଦନ୍ତ ହଉ, ଯାହା ଦରକାର ହବ ଆମେ ବି କହିବୁ। ଆ ଭିତରେ ମୁଁ ବି ମୋ କଥା କହୁଛି, ଯେତେବେଳେ କହିଲେ ଜଗନ୍ନାଥ ଭଜନ ବୋଲୁନାହିଁ, ଜଗନ୍ନାଥ ଭଜନ ବୋଲୁନାହାନ୍ତି, ଜଗନ୍ନାଥ ଭଜନ ସେ ପଛରେ ବୋଲିଲେ, କିନ୍ତୁ ସେ ବୋଲି ନଥିଲେ କ'ଣ ପାଇଁ, ତାର ତ କିଛି ଗୋଟେ କାରଣ ଥିବ। ଲୋକ ଆସି କହିଲେ ଯୀଶୁ ପାଇଁ ବୋଲୁନାହିଁ, ଇଏ କହିଲେ ମୁସଲିମ ପାଇଁ ବୋଲୁନାହିଁ, ଯାହା ବି ହଉ, ସେ ନ ବୋଲିବାର କିଛି ଗୋଟେ ରିଜିନ୍ ଅଛି, ସେଥିପାଇଁ ନୁହଁ, କିଛି ଗୋଟେ କାରଣ ଥିଲା ବୋଲୁନାହାନ୍ତି। କିନ୍ତୁ ତାପରେ ତ ସେ ଜଗନ୍ନାଥ ଭଜନ ବୋଲିଛନ୍ତି।
तापर बोलीचंदी जदि न बोलते कहले आम स्ट्राइक कर बोलीचंदी स्टेज ऊपर भी जगन्नाथ धरिक पूरा गीत बोलीचंदी भल गीत बोलुचंदी सेतल तो वर्षक तले तो से भल थिले ना बोलुथिले 2 वर्ष तले भी गीत बोलुचंदी भल थिले तो जो लोक जदि कहूँ से भजन जगन्नाथ भजन न बोलिकी मरीगला से 2 वर्ष तले मर जाता बंची गीत बोलुथिले केमि संपूर्ण आज्ञा भूल गीत बोली पछरे बोलिले सी कह मो भयसटा भजन आड़ को जाऊ ना मुझे सी निजे स्टूडियो भी कहते किसी बाइट भी कहते मुझे बोली बोलूनी गीत भी बोली किंतु मिछरे ट्रोल करुले किसी लोक जो लोक मैंने करुले से निजर भ्यू से जन जन भितर झगड़ा हो जाए ह्यू मैंने कहे मुझे तो गीत बोलूनी तो से प्री प्लानिंग कले ये मो गीत बोलूनी तो मुझे यही प्लान में पकेबी भजन 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 प्लानिंग पकेबी तांकू जाति धर्म नहीं कहबी तो कहले आमे भी कहूँ आमे हिंदू से ख्रीस्टियान तुम हिंदू लोक तुम कह आम हिंदू भजन बोलू ना तुम ख्रीस्टियान लोक गीतटा केमी जाने हिंदू लोक तुम कंपोजिशन कर ख्रीस्टियान लोक बोलूला प्री प्लानिंग पूरा प्री प्लानिंग जानिया कथा जी मुझे जानी एमती भी बहुत कारण अच्छी मु क्लीयर कहूँ मो लोक ना नौनी मुझे पूरा पर्टिकुलाली कहूँ जो भजन गीत उठी मत भी जड़े गोटे लोक था सी बैठ देखु तो मुझे कहि से प्रथम फोन मत मार्ला जे आम पूरे देवानी स्टूडियो से मत ही कहीदे मुझे कहूँ आप से लोक सामना कर मुझे शुणेदेवी आमती से लोक मोर झगड़ा है शंकरपुर उपर झगड़ा है मो सांग मान सहित झगड़ा है जड़े आईटा भी आपड़ जदि चाहिए आमर प्रमोद परिडा थिला प्रमोद परिडा की पचारे मोर किसी